ମାନେ ଏକଦମ ଏ ଯୁକ୍ତିଟା ମାନେ ଯୁକ୍ତିସଙ୍ଗତ ନୁହଁ। ଗୋଟେ କଥା ହଉଛି କଳାକାର ଏବଂ ଯାତ୍ରା ମାଲିକ ଏଇଟା ତୁଳନା କେବେ କରାଯାଇ ପାରିବ ନାହିଁ। ଏଇଟା କେବେ ତୁଳନା କରାଯାଇପାରିବ ନାହିଁ। କିଏ ଆଗ, କଳାକାର ଆଗ ନା ଯାତ୍ରା ମାଲିକ ଆଗ, ଶିକ୍ଷକ ଆଗ ନା ଛାତ୍ର ଆଗ, କୁକୁଡ଼ା ଆଗ ନା ଅଣ୍ଡା ଆଗ? ଏ ଜିନିଷର ସମାଧାନ ଅଛି କି? ଏ ଜିନିଷ ଗୋଟେ ସମାଧାନ, ଗୋଟେ ତୁଳନାତ୍ମକ ନୁହଁ। ଯୋଉଟା ତୁଳନାତ୍ମକ ନୁହଁ ଆପଣ ଯଦି ସେ କଥାକୁ ଧରି ବସିବେ ତାହେଲେ ହବ କେମିତି? ବାଟ ମୋଟେ ବାହାରିବ ନାହିଁ। ତେଣୁ ମୋ ଅନୁରୋଧ, ଏ ଗଣ୍ଠି ଖୋଲନ୍ତୁ ଏବଂ ଯୋଉ କଥା କୁହାଯାଉଛି ସୁସମ୍ପର୍କ ରହିବ, ଯାତ୍ରା ବଞ୍ଚି ରହିବ। କଳା ସଂସ୍କୃତି ଆମର ଅଧିକାର ଅଛି ଏ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ। ତେଣୁ ଜଣେ ତୃତୀୟ ପକ୍ଷ ଯଦି ଆବଶ୍ୟକ ପଡ଼େ ମୁଁ ଅନୁରୋଧ କରିବି ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ, କଲଚର ମିନିଷ୍ଟର ମହୋଦୟଙ୍କୁ ମୁଁ ଅନୁରୋଧ କରିବି ସେ ନିଶ୍ଚିତ ଭାବରେ ହସ୍ତକ୍ଷେପ କରିବେ। ତାଙ୍କର ଦାୟିତ୍ୱ ରହିଛି, ତାକୁ ସମସ୍ତେ ମାନିବେ। ଦରକାର ପଡ଼ିଲେ ହସ୍ତକ୍ଷେପ କଲେ ଏ ଜିନିଷ ସମାଧାନ ହେବ।